ବର୍ତ୍ତମାନ ମାନେ ବାକ୍ୟ ମଧ୍ୟକୁ ଯିବା। ମାନେ ଦେଖିବା 20 ମିନିଟ ମଧ୍ୟରେ ଯାହା ବି ଆଜି ବାକ୍ୟ ଆଉ ଅଛି, ପରମେଶ୍ୱର ଏଇ ବାକ୍ୟ ମାଧ୍ୟମରେ ଆମ ସମସ୍ତଙ୍କୁ କଥା କୁହନ୍ତୁ। କାରଣ ବାକ୍ୟ ହଉଛି ଈଶ୍ୱରଙ୍କର ଯୋଉ କଥା ବା ଈଶ୍ୱରଙ୍କର ଇଚ୍ଛା, ଯାହାକି ସେ ଚାହାନ୍ତି କି ଆମେ ମାନେ ତାଙ୍କର ଯୋଉ ଇଚ୍ଛାକୁ, ତାଙ୍କର କଥାକୁ ଆମେ ଜାଣୁ, ତଦ୍ୱାରା ଆମେ ସମସ୍ତ କାର୍ଯ୍ୟ ମାନେ ଯେପରି କରିବା। କାରଣ ଈଶ୍ୱରଙ୍କର ଆଉ ଯୋଉ ବାକ୍ୟ ଅଛି ବା ଆଜ୍ଞା ଅଛି, ତା ଆମ ପାଇଁ ବହୁତ ଲାଭଜନକ। ଖାଲି ଗୋଟେ ବିଷୟ ପାଇଁ ନୁହେଁ, ପୃଥିବୀରେ ଯେତିକି ବିଷୟ ଅଛି, ଯେତିକି ସବୁ ଖରାପ ବିଷୟ ଅଛି ବା ଖରାପ ଜିନିଷ ଅଛି, ଯାହା ବି ସବୁ ଖରାପ ଜିନିଷ ଅଛି, ସେ ସବୁରୁ ଉଦ୍ଧାର କରିବା ପାଇଁ ବା ସେ ସବୁରୁ ଆମେ ବାହାରିବା ପାଇଁ ଈଶ୍ୱରଙ୍କ ବାକ୍ୟ ଆମମାନଙ୍କ ପାଇଁ ଆଉ ସବୁଠୁ ଅଧିକ ଆଉ ମାନେ କାର୍ଯ୍ୟର ବିଷୟ ସେଇଟା, ମାନେ କାର୍ଯ୍ୟର ଜିନିଷ ବାକ୍ୟ। ବାକି ଯୋଉ ବିଷୟ ସବୁ ଅଛି ଛୋଟ, ହୁଏତ ତାକୁ ଆମେ କୌଣସି ମନୁଷ୍ୟ ମାଧ୍ୟମରେ ହଉ ବା କୌଣସି ସାଙ୍ଗସାଥି ମାଧ୍ୟମରେ ହଉ ବା ପଇସା ମାଧ୍ୟମରେ ଆମେ ତାକୁ ସମାଧାନ କରି ପାରୁ। କିନ୍ତୁ ଯାହାକି ଆମର ଆତ୍ମିକ ବିଷୟ ଗୁଡାକ ଅଛି, ଯାହାକି କେବଳ ଈଶ୍ୱରଙ୍କର ବାକ୍ୟ ଦ୍ଵାରା ହିଁ ତାହା ଠିକ ମାନେ ହୁଏ, ଆଉ କୌଣସି ମାଧ୍ୟମରେ ତା ହେଇପାରିବନି। ତେଣୁ ଗୋଟେ ମନୁଷ୍ୟ ପାଇଁ ବା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପାଇଁ ବାକ୍ୟ କଣ ଅତ୍ୟନ୍ତ ଜରୁରୀ ବିଷୟ। ତେଣୁ ଆମେ ପ୍ରତ୍ୟେକ ସପ୍ତାହରେ 2-3 ଥର ଆମେ ବାକ୍ୟକୁ ଆମେ ଶିଖୁଛେ। କାରଣ ବର୍ତ୍ତମାନ ଜଗତ ଆମେ ଯେମିତି ପ୍ରତ୍ୟେକ ଆଉ କ୍ଲାସ ରେ ବା ପ୍ରତ୍ୟେକ ଉପାସନାରେ ମୁଁ କହେ କି ବର୍ତ୍ତମାନ ଜଗତ ପୁରା ପାପରେ ପରିପୂର୍ଣ୍ଣ। ଆଉ ଜଗତ ପାପରେ ପରିପୂର୍ଣ୍ଣ, ତା ସହିତ ଆମର ପରିବେଶ, ଆମର ଆମର ଏଇ ଯୋଉ ଆଖ ପାଖ ପୁରା ପାପରେ କଣ ପରିପୂର୍ଣ୍ଣ। ଯାହା ଦ୍ଵାରା କି ଗୋଟେ ବିଶ୍ୱାସୀ ପାଇଁ ବା ଜଣେ ଖ୍ରୀଷ୍ଟିଆନ ପାଇଁ ପବିତ୍ର ଜୀବନ କାଟିବା ଅତ୍ୟନ୍ତ କଷ୍ଟକର ହେଇଯାଉଛି। କାରଣ ଯେମିତି ଗୋଟେ ଉଦାହରଣ ମାନେ ଦେବି କି ସବୁଆଡେ ପାଣି ଅଛି, ସବୁଆଡେ ପାଣି ଅଛି, ସେ ପାଣି ମଧ୍ୟରେ ମୁଁ ବି ଅଛି। ଆଉ ସେ ପାଣି ମଧ୍ୟରେ ନିଜକୁ ଶୁଖିଲା ରଖିବା ବହୁତ କଷ୍ଟକର ନା ନାଇଁ? ପାଣିରେ ଶୁଖିଲା ରଖିବା ନିଜକୁ ବହୁତ କଷ୍ଟକର। କାରଣ ସେତେବେଳେ ଲହରୀ ମଧ୍ୟ ଆସିପାରେ ବା ସେତେବେଳେ ପବନ ମଧ୍ୟ ଆସିପାରେ, ଯେକୌଣସି ମାଧ୍ୟମରେ ଆମେ ବୁଡି ପାରୁ। ତେଣୁ ସେଠୁ ବଞ୍ଚିବା ବା ଶୁଖିଲା କରି ନିଜକୁ ରଖିବା ବହୁତ କଷ୍ଟକର। ସେହିପରି ଦୁନିଆ ପାପରେ ପରିପୂର୍ଣ୍ଣ। ଯୁଆଡେ ଦେଖିବ ପାପ, ଯୁଆଡେ ଦେଖିବ ଖରାପ, ଯୁଆଡେ ଦେଖିବ ଖାଲି ଖାଲି ପାପ ପାପ ପାପ। ସେ ମଧ୍ୟରୁ ନିଜକୁ ପବିତ୍ର ରଖିବା କଣ ଅତ୍ୟନ୍ତ କଷ୍ଟକର ବିଷୟ। ଅସମ୍ଭବ ନୁହେଁ କିନ୍ତୁ କଷ୍ଟକର ବିଷୟ। ଯଦି ଜଣେ ଚାହିଁବ ନିଜ ହୃଦୟରୁ ନିଜର ପୁରା ମନରୁ ମୁଁ ପାପ କରିବିନି ବା ମୁଁ ପବିତ୍ର ଜୀବନ କାଟିବି, ସେ ନିଶ୍ଚୟ କାଟି ହିଁ ପାରିବ। ଆଉ ସେ ବିଷୟରେ ଆଜି ଆମେ ଟିକେ ଶିଖିବା କି ଏଇ ପାପମୟ ଜଗତରୁ ଆମେ ଯୋଉ ମନ୍ଦ ବିଷୟ ଗୁଡାକ ଅଛି ବା ପାପ ବିଷୟ ଅଛି, ସେଥିରୁ ଆମେ କିପରି ରକ୍ଷା ପାଇପାରିବା, ତାର କିଛି ଚାବି କାଠି ବା କିଛି ସୂତ୍ର ବାଇବେଲରୁ ମୁଁ ଆପଣ ମାନଙ୍କୁ କହିବାକୁ ମୁଁ ଚାହିଁବି କି ଯୋଉ ମାଧ୍ୟମରେ ଆମମାନେ ମନ୍ଦରୁ ବା ପାପରୁ ଆମେ ଆଉ ରକ୍ଷା ପାଇପାରିବା। ଠିକ ଅଛି, ପ୍ରଥମ ବିଷୟ ଆମେ ଦେଖିବା ଯେତେବେଳେ ଆମମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରୁ ବା ପରମେଶ୍ୱର ପାଖକୁ ଆସୁ, ତା ପୂର୍ବରୁ ଆମ ଜୀବନ କଣ ଥାଏ ଆମେ ସମସ୍ତେ ଜାଣିଛେ। ସେ ସମୟରେ ଆମେମାନେ କଣ କରୁ, ଆ ଯେକୌଣସି ବିଷୟ ଆମେ ସେ ସମୟରେ କରୁଥିଲୁ, ମୁଁ ମଧ୍ୟ ସରିଛି। ସେ ସମୟରେ ଆମେ ତାର
ଭଲ ମନ୍ଦ ଯୋଉ ଅଛି ସେଟା କଲେ ଭଲ କି ଖରାପ କି ସେଟା କଲେ କଣ ଅସୁବିଧା ହବ କି ସେ ବିଷୟରେ ଆମେ ଜାଣିନଥିଲୁ। ଯିଏ ଆମକୁ ଯୋଉଟା କହିବ, ଯିଏ ଆମକୁ ଯୋଉଟା ଦେଖେଇବ, ଯୋଉଟା ଆମକୁ ଭଲ ଲାଗିବ ଆମେ କଣ ସେଇଟା ଆମେ କରୁଥିଲୁ। ଯୋଉ ସମୟରେ ଆମେ ଈଶ୍ୱରଙ୍କୁ ବିଶ୍ୱାସ କରିନଥିଲୁ ନା ନାଇଁ, ସେ ସମସ୍ତଙ୍କ ଜୀବନରେ ସେଟା ଘଟିଛି। କିନ୍ତୁ ଯେତେବେଳେ ଆମେ ପ୍ରଭୁଙ୍କ ପାଖକୁ ଆମେ ଆସୁ, ପରମେଶ୍ୱର ପାଖକୁ ଆସୁ, ଆମ କଣ ଭଲ ଓ ମନ୍ଦର ପ୍ରଭେଦ ଜାଣିବା ଆମକୁ ନିହାତି ଆବଶ୍ୟକ ଅଛି। ଭଲ କଣ ଆଉ ମନ୍ଦ କଣ, ଏ ଦିଟା ବିଷୟ ଆମମାନଙ୍କୁ ଜାଣିବାକୁ ପଡିବ। ଏହା ମଧ୍ୟ ଗୋଟେ ଆମ ପାଇଁ ଗୋଟେ ସୂତ୍ର ବା ଚାବିକାଠି ଯେ ଆମେ ମନ୍ଦରୁ କିପରି ରକ୍ଷା ପାଇପାରିବା। ଯୋଉ ପର୍ଯ୍ୟନ୍ତ ଆମେ ଭଲ ମନ୍ଦର ଆମେ ପ୍ରଭେଦ ଆମେ ଜାଣିନେ ବା ତାର ପାର୍ଥକ୍ୟ ଆମେ ଜାଣିନେ, ଆମେ କେଉଁ ମଧ୍ୟ ଆମେ ମନ୍ଦରୁ ରକ୍ଷା ପାଇପାରିବା ନାହିଁ। ଗୋଟେ ଉଦାହରଣ ଦେବି ଜଗତର, ଆମେ ଯୋଉ ପର୍ଯ୍ୟନ୍ତ ଆମେ ଜାଣିନେ କି ହେଲମେଟ ଯଦି ନ ପିନ୍ଧିବା ଆଉ ଫାଇନା କଟିବ। ବହୁତ ଲୋକ ଯୋଉ ଗାଁ ଲୋକ ବହୁତ ଲୋକ ଅଛନ୍ତି କି ସେମାନେ ଏମିତି ଯାବତୀୟ ନିୟମ ବହୁତ ଜାଣିଥାନ୍ତି, ଯୋଉ ସକାଶୁ ସେମାନଙ୍କର ଦୁର୍ଘଟଣା ମଧ୍ୟ ହଉଛି, ନହେଲେ ପଇସା ମଧ୍ୟ ସେମାନଙ୍କର ଥାଉଛି, ଆଉ ତାଙ୍କର ମାନେ ଆଇନ ଅନୁଯାୟୀ ଦଣ୍ଡ ମଧ୍ୟ ଭୋଗୁଛନ୍ତି। ଏମିତି ବହୁତ ଆଉ ନିୟମ ଅଛି, ତାର ଭଲ କଣ ମନ୍ଦ କଣ ସେମାନେ ଜାଣି ନାହାନ୍ତି। ଠିକ ସେଇପରି ଆଜି ଆମେ ମଧ୍ୟ କଣ ଭଲ କଣ ଆଉ ମନ୍ଦ କଣ ସେ ପ୍ରଭେଦ ଆମ ମାନଙ୍କୁ ଜାଣିବା ନିହାତି ଆବଶ୍ୟକ ଅଛି। ପଢିବା ଆମେ ପ୍ରଥମ ରାଜାବଳୀ 3:9। ଏହେତୁ ଯେପରି ଆମ୍ଭେ ଭଲ ଓ ମନ୍ଦର ପ୍ରଭେଦ ଜାଣିପାରିବୁ, ଏଥିପାଇଁ ତୁମ୍ଭ ଲୋକମାନଙ୍କର ବିଚାର କରିବା ନିମନ୍ତେ ତୁମ୍ଭର ଏହି ଦାସକୁ ଜ୍ଞାନୀ ମନ ଦିଅ, କାରଣ ତୁମ୍ଭର ଏହି ମହାଗୋଷ୍ଠୀର ବିଚାର କରିବାକୁ କିଏ ସମର୍ଥ? ଏଇଟା ଆମେ କଣ ଦେଖୁଛୁ, ସୋଲୋମନ ସେ କଣ ମାଗୁଛି, ଭଲ ମନ୍ଦର ଜ୍ଞାନ ସେ କଣ କରୁଛି, ଈଶ୍ୱରଙ୍କୁ ମାଗୁଛି। ସେ କାହିଁକି ମାଗୁଛି, ସେ ଯେମିତି ନ୍ୟାୟ ବିଚାର କରିପାରିବ, ଆଉ ଭୁଲ କଣ ଠିକ କଣ ସିଏ ଜାଣିପାରିବ, ଯାହାଦ୍ୱାରା କି ପ୍ରଭୁ ମଧ୍ୟ କଣ ହେବେ, ସନ୍ତୁଷ୍ଟ ହେବେ। ଆଜି ଆମେ ପ୍ରାର୍ଥନା କରୁଛେ, ଆମେ ଯେତେବେଳେ ପ୍ରାର୍ଥନା କରୁଛେ ଆମେ ସେଇ ସମୟରେ ଖାଲି ଶାରୀରିକ ବିଷୟ ପ୍ରତି ବହୁତ ଧ୍ୟାନ ଦେଇକି ମାଗୁଛେ, ନହେଲେ ଜାଗତିକ ବିଷୟ ପ୍ରତି ବହୁତ ଧ୍ୟାନ ଦେଇକି ମାଗୁଛେ ନା ନାଇଁ। କିନ୍ତୁ ଆମର କର୍ତ୍ତବ୍ୟ କଣ, ପ୍ରଥମେ ଆମେ ଭଲ ମନ୍ଦର ପ୍ରଭେଦ ଛାଡିବା ପାଇଁ, ପାର୍ଥକ୍ୟ ଛାଡିବା ପାଇଁ ଆମେ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ନିହାତି ଦରକାର ଆମ ପ୍ରାର୍ଥନାରେ। କାରଣ ବର୍ତ୍ତମାନ ସମୟରେ ଏମିତି ବିଷୟ ଗୁଡାକ ଅଛି କି ସେଇଟା କଲେ ଖରାପ କି ଭୁଲ ବା ଠିକ, ଆମେ ବହୁତ ସମୟରେ ଆମେ ଜାଣି ପାରିନଥାଉ, ଆଉ ସେ କାମଟା ଆମେ କରିଦେଇଥାଉ। ଯାହାଦ୍ୱାରା କି ଆମେ ଜାଣିପାରିନଥାଉ ତା ଭୁଲ ବୋଲିକି ଆମେ ପ୍ରାର୍ଥନା ମଧ୍ୟ କରିକି କ୍ଷମା ମଧ୍ୟ ମାଗିନଥାଉ। ଏମିତି ମଧ୍ୟ ଆଉ ବହୁତ ବିଷୟ ଘଟିଛି, ଯାହାଦ୍ୱାରା କି ଆମେ ଆମ ମନ୍ଦରୁ ଆମେ ରକ୍ଷା ପାଇପାରିନଥାଉ। ତେଣୁ ଗୋଟେ ଖ୍ରୀଷ୍ଟିଆନ ହିସାବରେ ଆଉ ଆମକୁ ବାକ୍ୟ ମଧ୍ୟ ହଉଛି ନା, ସର୍ପ ପରି ଚତୁର ହବା ପାଇଁ। ଜଗତରେ ଯଦି ଆମେ ବଞ୍ଚିବାକୁ ଅଛି, ଆମକୁ ଆମକୁ ସର୍ପ ପରି ଆମକୁ ଚାଲାକ ହବାକୁ ପଡିବ। ଆମେ ଯୋଉ ଦେଖିବା ଆଦାମ ହବାଙ୍କ ବିଷୟରେ, ଯେତେବେଳେ ସେ ଭଲ ଆଉ ମନ୍ଦର ସେଇ ଫଳ ଖାଇଲେ, ତାପରେ ସେ ଜାଣିପାରିଲେ କି ସେମାନେ ଭୁଲ କରିଛନ୍ତି ବୋଲିକି। ଯେତେବେଳେ ଭଲ ମନ୍ଦର ଜ୍ଞାନ ଆସିଲା, ସେଇପରି ଠିକ ଯେତେବେଳେ ଆମ ମାନଙ୍କ ମଧ୍ୟରେ ମଧ୍ୟ ଯେତେବେଳେ ଭଲ ମନ୍ଦର ଜ୍ଞାନ ଆମ ପାଖକୁ ଆସିବ, ଆମେ ମଧ୍ୟ ଜାଣି ପାରିବା କୋଉଟା କଲେ ଭୁଲ ଆଉ କୋଉଟା କଲେ ଠିକ, କୋଉଟା ଈଶ୍ୱର ପାଖରେ ସନ୍ତୋଷ ପାତ୍ର, କୋଉଟା ଈଶ୍ୱରଙ୍କ ପାଖରେ ଅସନ୍ତୁଷ୍ଟ। ଏହା ଯଦି ଜାଣିବା ମାନେ ଆମେ ନିଶ୍ଚୟ ମନ୍ଦରୁ ଆଉ ପାପରୁ ଆମେ ରକ୍ଷା ପାଇପାରିବା।
जो माने जानी जानी करूचंती पाप बा खंद कार्य मु ताको विषय कहउनी किंतु जे न जानी करूची सेମାନଙ୍କ ପାଇଁ ମୁଁ କହୁଛି कि भल आ खंदर प्रभेद हमको जानिबा निहाती आवश्यक ता आमे किपरि जानिबा भल कोन खंद कोन केतले आमे वाक्य शिखिबा बा वाक्य आमे आमे शुणिबा वाक्य प्रति जेतले आमे ध्यान ददबा आमे जानि परिबा भल कोन मंद कोन भल अर्थ ईश्वर जा चाहंती ता करियाटा भल मंद अर्थ ईश्वर जा चाहंतीनी ताहा जदि आमे करता होची मंद भल आ मंदर प्रभेद आ सेकेंड सूत्र हैला कि मंदिर आमे किपर रखिया पाइबा ईश्वर का वाक्य को आम हृदय रे आमे कोन करिबा संचय करिबा ईश्वर का वाक्य को पढ़िबा आमे गीत संगीता 119 रो 11 गीत संगीता 119 रो ମୁଁ ଯେପରି ତୁମ୍ଭ ବିରୁଦ୍ଧରେ ପାପ ନ କରେ ଏଥିପାଇଁ ମୁଁ ଆପଣା ହୃଦୟ ମଧ୍ୟରେ ତୁମ୍ଭର ବାକ୍ୟ ସଞ୍ଚୟ କରି ରଖିଅଛି। ए दाऊद कौन होचंती कि मु जेपरी कौन करे सॉरी एटा के लेखिचे मु कहि पारिबनी जो पदटा किंतु वाक्य कौन होउचे एठी कि मु जेपरी ईश्वरଙ୍କ विरुद्धରେ पाप न करे एथिपाई मु आपण हृदय मध्यरे तुमर वाक्य संचय कर रखिଅछि जेपरी पाप न करे कारण ईश्वर वाक्य जे संचय कर रखिबो सीए पाप करिया पई भय करिवो ताको से वाक्य से पाप करिया पई कोन करिवो बाधा दबो बा अटकाइबो आउ आजिर जो विश्वासी माने बा आजिर ख्रिस्टी माने काई पाप करचंती अर्थ से माने हृदय रे ईश्वर वाक्य संचय न करिकी कोन संचय करूचंती केमिति पया संचय करिवि से मनोभाव रखचंती केमिति ईर्षा करिवि केमिति हिंसा करिवि केमिति चालू हरिके पाप काम करिवि से सब विषय कोन करचंती संचय कर रखचंती तेणु समान कोन करचंती पाप रे पडुचंती ईश्वर विरुद्ध रे पाप करूचंती जदि हम हृदय रे हम कोन रखिबा ईश्वर वाक्य हम कोन सिखौची नंबर प्रेम माने प्रेम निस्वार्थपर शत्रु को प्रेम करिबा क्रोध करिबानी हमर प्रति आसिक आत्मतुल्य प्रेम करिबा एसो वाक्य कोन करूची हमको सिखौची जहा द्वारा कि आमे पाप करिया पई भय करिबा बा पाप करिबा माने पूर्वरु हम विवेक हम कोन करिवो बाधा थबो आमे जदी हृदय रे अन्य विषय जागतिक विषय सब संचय कर रखिबा आमे कोन पवित्र जीवन काटी परिबा केबे काटी परिबानी कारण हम वाक्य रे संचय करना वाक्य को हमर हृदय रे आमे जागतिक विषय सब आमे कोन करचे संचय कर रखिचे तेणु आमे लोभ रे मोह रे माया रे ए सब रे हम कोन करचे आमे पढ़ी के आमे हृदय आमे ईश्वर के विरुद्ध रे कोन करूचे पाप करूचे आ गोटे विषय पढ़िबा हितोपदेश 7 रो 1 2 हितोपदेश 7 रो 1 2 हे मोहर पुत्र मोहर कथा सब पालन कर ओ मोहर आज्ञा सब अपना निकट रे संचय करी रख मोहर आज्ञा सब पालन कर बंचिबो ओ अपना चक्षुर तारा परी मोहर व्यवस्था रक्षा कर मोर आज्ञा सब पालन हर तहिरे तुमे बंचिबो अर्थ कौन हमर जो अच्छी लास्ट विषय सब अच्छी हम पाए रखा है जगत तो आम दिने मरिबा किंतु आम जो रखा है जीवन से जीवन आम पाइबा एइठी जदि आमे ईश्वर को आज्ञा को सब पालन करथिबा एइठी जदि आमे ईश्वर को वाक्य को आम हृदय संचय कर रखिथिबा तो आमे सेठी कोन हबा आमे बंचिबा आमे मले मध्ये आम कोन हबा बंचिबा
ତେଣୁ ଈଶ୍ୱରଙ୍କର ବାକ୍ୟ ବା ଈଶ୍ୱରଙ୍କର କଥା ବା ଈଶ୍ୱରଙ୍କ ଆଜ୍ଞା ଗୋଟେ ଖ୍ରୀଷ୍ଟିଆନ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଏଇ ଜଗତରେ ପାପରୁ ବଞ୍ଚିବା ପାଇଁ ବା ଆ ବନ୍ଧରୁ ରକ୍ଷା ପାଇବା ପାଇଁ। ଆଇବ 22 ରୁ 22। ମୁଁ ବିନୟ କରୁଅଛି, ତାହାଙ୍କ ମୁଖ ନିର୍ଗତ ବ୍ୟବସ୍ଥା ଗ୍ରହଣ କର ଓ ତାହାଙ୍କ ବାକ୍ୟ ଆପଣାର ହୃଦୟରେ ସଞ୍ଚୟ କର। ଏଇଠି ମଧ୍ୟ ଲେଖା ହଉଛି କଣ କଣ ତାଙ୍କ ମୁଖ ନିର୍ଗତ ବ୍ୟବସ୍ଥା, ତାଙ୍କ ମୁଖ ଦ୍ୱାରା ଯାହା ବାହାରିଛି ସେଇ ବାକ୍ୟ କଣ କର, ନିଜ ନିଜ ହୃଦୟରେ ସଞ୍ଚୟ କରି ରଖ, ଲୋଭ କର ନାହିଁ। ଏ ବାକ୍ୟ ଯଦି ଆମେ ସଞ୍ଚୟ ରଖିବା, କୌଣସି ଜିନିଷକୁ ଦେଖିଲେ ଆମକୁ ଲୋଭ ଲାଗିଲେ ମଧ୍ୟ ଆମ ବିବେକ କଣ କରିବା, ଆମକୁ ମନା କରିବ। ବ୍ୟଭିଚାର କର ନାହିଁ, ଏ ବାକ୍ୟ ଯଦି ଆମ ମନରେ ଆମେ ସଞ୍ଚୟ କରି ରଖିଥିବା, କୌଣସି ଆଉ ଅନ୍ୟ ସ୍ତ୍ରୀ କି ବା ଅନ୍ୟ ଯୁବତୀ କି ଦେଖିଲେ ଯୋଉ ମନ କାମନା ବାସନା ଭାବ ଆସୁଛି, ତା କେହି ମଧ୍ୟ ଆସିବନି। ନିଜକୁ ଆସିଲେ ମଧ୍ୟ କଣ ହବ, ତାହା ଆମକୁ ଅଟକାଇବ। ଚୋରି କର ନାହିଁ, ଏ ବାକ୍ୟ ଯଦି ଆମେ ସଞ୍ଚୟ କରି ରଖିବା, ଚୋରି କଲା ବେଳକୁ ଆମକୁ ମାନେ ସେଇ ବିବେକ ଆମକୁ କଣ କରିବ, ବାଧା ଦବ। ତେଣୁ ଈଶ୍ୱରଙ୍କ ବାକ୍ୟ ସଞ୍ଚୟ କରିବା ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ। ତେବେ ଯାଇକି ଆମେ କଣ କରିବା, ଯୋଉ ମନ୍ଦରୁ ଆଉ ପାପରୁ ଆମେ ମାନେ ରକ୍ଷା ପାଇପାରିବା। ଏଗୁଡାକ କରିକି ଦେଖ। ଯୋଉମାନେ କହୁଛନ୍ତି କି ଆମେ ପବିତ୍ର ଜୀବନ ଆମେ ଏଠି କାଟି ପାରିବାନି, ଅସମ୍ଭବ, ବା କେହି ମଧ୍ୟ ଧାର୍ମିକ ନାହାନ୍ତି ବୋଲି କହୁଛନ୍ତି, ଯଦି ଏଇଟା କହୁଛନ୍ତି ବାକ୍ୟ କଣ ଭୁଲ କି? ଈଶ୍ୱର କଣ କହିଛନ୍ତି, ମୁଁ ଯେପରି ପବିତ୍ର ତୁମମାନେ ମଧ୍ୟ ସେପରି ପବିତ୍ର ହୁଅ। ଯଦି କେହି ପବିତ୍ର ହେଇପାରିବେନି, ସ୍ୱର୍ଗ କେହି ମଧ୍ୟ ଯାଇପାରିବେନି। ପବିତ୍ର ହେଇପାରିବେ ବୋଲିକି ପ୍ରଭୁ ଯୀଶୁ କହିଲେ ତୁମମାନେ ପବିତ୍ର ହୁଅ। ଆଉ ପବିତ୍ର ହବା ପାଇଁ କିଛି ସୂତ୍ର, କିଛି ଚାବିକାଠି ବା କିଛି ଆଉ ବୁଦ୍ଧି ମଧ୍ୟ ଆମ ମାନଙ୍କୁ ସେ ଦେଇଛନ୍ତି କି କିପରି ଭାବରେ ଆମେ ମନ୍ଦରୁ ଆମେ ମାନେ ରକ୍ଷା ପାଇପାରିବା। ଗୋଟେ ହେଲା ଭଲ ମନ୍ଦର ପ୍ରଭେଦ ଆମ ମାନଙ୍କୁ ଜାଣିକି ସେଇ ପ୍ରକାର କାର୍ଯ୍ୟ କରିବାକୁ ପଡିବ। ସେକେଣ୍ଡ ହେଲା ଈଶ୍ୱରଙ୍କ ଯୋଉ ବାକ୍ୟ ଅଛି, ସେ ବାକ୍ୟକୁ ଆମେ ଆମ ହୃଦୟରେ ସଞ୍ଚୟ କରି ଆମକୁ ରଖିବାକୁ ପଡିବ। ଥାର୍ଡ ହେଲା ଈଶ୍ୱରଙ୍କ ନିକଟରେ ଆମମାନେ ପ୍ରାର୍ଥନା କରିବାକୁ ପଡିବ। ଆମେ ସମୟ ଅଭାବରୁ ଅନେକ ପ୍ରାର୍ଥନା ମଧ୍ୟ କରିନଥାନ୍ତି, ବା ଯୋଉମାନେ ପ୍ରାର୍ଥନା ମଧ୍ୟ କରନ୍ତି ବହୁତ ତରତର ହେଇକି ଏମିତି ଉପର ଭଣ୍ଡରେ ପ୍ରାର୍ଥନା କରିଥାନ୍ତି, ବା ଜଣେ ଜଣେ ମାନେ ହୃଦୟ ସହ ମଧ୍ୟ ପ୍ରାର୍ଥନା କରିନଥାନ୍ତି। ଗୋଟେ ପରମ୍ପରା ହିସାବରେ ମୁଁ ଦିନକୁ 3 ଥର ପ୍ରାର୍ଥନା କରୁଛି କି 4 ଥର ପ୍ରାର୍ଥନା କରୁଛି ବୋଲି ଯେତେବେଳେ ସମୟ ହେଇକି ଥିବ, ଗୋଟେ ପରମ୍ପରା ହିସାବରେ ମଧ୍ୟ ପ୍ରାର୍ଥନା କରିଥାନ୍ତି। କିନ୍ତୁ ପ୍ରାର୍ଥନା ଆମକୁ କେମିତି କରିବାକୁ ପଡିବ, ହୃଦୟ ସହକାରେ ପ୍ରାର୍ଥନା କରିବାକୁ ପଡିବ ନା ନାଇଁ। ପ୍ରଥମ ବଂଶାବଳୀ 4:10, ପ୍ରଥମ ବଂଶାବଳୀ 4:10, ମାତ୍ର ଏହି ଜାବେସ୍ ଇସ୍ରାଏଲର ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରି କହିଲା, ଆଃ, ଏହା ଯେପରି ଆମ୍ଭ ଦୁଃଖର କାରଣ ନ ହୁଏ, ଏଥିପାଇଁ ତୁମ୍ଭେ ଆମ୍ଭକୁ ନିତାନ୍ତ ଆଶୀର୍ବାଦ କର ଓ ଆମ୍ଭ ସୀମା ବୃଦ୍ଧି କର ଓ ତୁମ୍ଭ ହସ୍ତ ଆମର ସହାୟ ହେଉ। ପୁଣି ତୁମ୍ଭେ ଆମ୍ଭକୁ ମନ୍ଦରୁ ରକ୍ଷା କର। ତହିଁରେ ପରମେଶ୍ୱର ତାହାର ନିବେଦିତ ବିଷୟ ତାହାଙ୍କୁ ପ୍ରଦାନ କଲେ। ପ୍ରାର୍ଥନା ମଧ୍ୟ ଆମକୁ ବାଇବେଲ ଲେଖା ହେଇଛି ନା, ପ୍ରଥମ ସରନ୍ଥିରେ ବୋଧେ କି ଆମମାନଙ୍କୁ ବୁଦ୍ଧିର ସହ ଆଉ ଆତ୍ମାର ସହ ମଧ୍ୟ ପ୍ରାର୍ଥନା କରିବାକୁ ପଡିବ। ଆତ୍ମାର ମାନେ ଆମର ହୃଦୟର ସହ ଆମକୁ ପ୍ରାର୍ଥନା କରିବାକୁ ପଡିବ, ତା ସହିତ ବୁଦ୍ଧିର ସହ ପ୍ରାର୍ଥନା କରିବାକୁ ପଡିବ। ଆମେ କଣ ପ୍ରାର୍ଥନା କରୁଛୁ? ଆମେ ଯେତେବେଳେ ପ୍ରାର୍ଥନା କରୁଛୁ, ମୁଁ ଯେମିତି ଫାଷ୍ଟ କହିଥିଲି କି ଆମେ ବେଶୀ ଜାଗତିକ ବିଷୟରେ ବେଶୀ ପ୍ରାର୍ଥନା କରୁଛୁ, ବେଶୀ ଆମର ଯୋଉଟା ଦରକାର ଜଗତରେ ସେଇ ବିଷୟରେ ଆମେ ପ୍ରାର୍ଥନା କରୁଛୁ। କିନ୍ତୁ ଏଇଠି ସେ କଣ ପ୍ରାର୍ଥନା କରୁଛି, ଆମେ ଜାବେସ୍ କି ମନ୍ଦରୁ ଯେପରି ମୁଁ ରକ୍ଷା ପାଇପାରିବି, ସେଇପରି ତୁମେ ଆମର ସହାୟ ହୁଅ, ମନ୍ଦରୁ ରକ୍ଷା ପାଇପାରିବି। ପ୍ରଭୁ ଯୀଶୁ ମଧ୍ୟ ପ୍ରାର୍ଥନା ଶିଖେଇଥିଲେ ନା, ମାର୍ଥିଉ 6ରେ
कि परीक्षार जेपरी न पड़ मात्र बंदरू रक्षा कर ना ना एमती ना माथ्यू 6 लास्ट रे माने हम प्रार्थना करुचे आम प्रार्थना रे जहाँ तो आम आम जागतिक विषय रखुचे मेन है आम से दिन तमाम सकाଳେ आम जो प्रार्थना करुचे से दिन तमाम प्रार्थना करवा कि आम सेपरी परीक्षा न पड़ा हाँ जेपरी मंद विषय मैंने न करवा प्रलोभन परीक्षार जेपरी उद्धारिवा जेपरी पाप न करवा यही प्रार्थना करवा कि परमेश्वर मोर सहायता हुंतु कि जेपरी परीक्षा प्रलोभन पापर मुझे दूर होइबी जदि आम प्रार्थना करवा परमेश्वर मध्य चाहती ना प्रार्थना विषय जो आम पढ़ा शायद जाकोब 1:5 देखा जाकोब 1:5 କିନ୍ତୁ ତୁମମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ ସେଥିରେ ତାହାକୁ ଦିଆଯିବ। देख यहीटा देखुच कौन कि जार ज्ञानर अभाव थाए ज्ञान कौन गोटे भल मंद विषय जानिबा आमे कौन मागिबा ईश्वर को ता मध्य गोटे ज्ञान तेणु या आमको ईश्वर को मागिया पड़ो ज्ञान मान गोटे ख्रीस्टियन अत्यंत कौन दरकार विषय बेले बेले बाइबल माने भी खाई ना बेले बेले मागुचु किंतु पाई न थाउ कहीं कि आमे कौन मागुचु आमे ताहा जानि पार न थाउ ताहा क्षति कि हब किंतु परमेश्वर कौन जानती से कौन दे न थांती तेणु गोटे ख्रीस्टियन ज्ञान निहाती आवश्यक तेणु विशेष कर आम जो प्रार्थना करवा आमर प्राथमिकता आमर आत्मिक विषय प्रति हवा निहाती आवश्यक आत्मिक किपर सबल पारि परमेश्वर मुझे ज्ञान बुद्धि पारि हाँ मुझे परीक्षा पापरे न पड़ी यही सब विषय माने 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 प्रार्थना रे प्राथमिकता रहा दरकार जो मागुचे आम प्रथम जहन 5:14 प्रथम जहन 5:14 ପୁଣି ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛା ଅନୁସାରେ କୌଣସି ପ୍ରାର୍ଥନା କରୁ ତେବେ ସେ ଆମମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି ତାହାଙ୍କ ଛାମୁରେ ଆମମାନଙ୍କର ଏହି ସାହସ ଅଛି। धन्यवाद ये आम देखु इच्छा अनुसार कौन सी प्रार्थना करू परमेश्वर इच्छा कौन आम जपरी पवित्र जीवन साटिबा परमेश्वर इच्छा कौन आम जपरी पाप न करवा परमेश्वर इच्छा कौन कि सी आत्मिक वृद्धि हो परमेश्वर इच्छा कौन सी परीक्षा पास हो यही सब विषय आम जब प्रार्थना रखा यह परमेश्वर निश्चय सफल करेंगे कारण यह हूँ ईश्वर की इच्छा ना ईश्वर की इच्छा अनुसार आम प्रार्थना करवा शिखा तेबे जाके आम मंदिर आम रक्षा पाई पारिबा आम सकाल उठू उठू प्रभु धन्यवाद पिता मते भल रखी तो आज हेमती मु भल रोजगार करी आ मुझे बाहर गले मोर एक्सीडेंट न हो मो परिवार को भल रख आम भल खाइबू पिंधु आम खाली यही विषय कौन करताऊ बेसी प्रार्थना करताऊ आज देह खराब अच्छी भल भल करंतु सुस्थ करंतु आम खाली यही विषय कौन करताऊ प्रार्थना करताऊ किंतु जो प्रार्थना आम आत्मा निहाती आवश्यक माने ईश्वर बिना ता असंभव आम से प्रार्थना आम पिता को के मागि न था से चाहती कि ये जिनस से मत मागु कारण तांको इच्छा ना तेणु आम सदा सर्वदा प्रार्थना रे कौन मागिबा आम प्राथमिकता दरकार घटेला ज्ञान घटेला पवित्रता जमती मंदिर रक्षा आउ है मुझे परीक्षा पापरे न पड़ी
ଏଇସବୁ ବିଷୟ ଆମେ କଣ ହବା, ଈଶ୍ୱରଙ୍କୁ ପ୍ରାର୍ଥନାରେ ଆମେ ମାଗିବା। ଜିହୁଦା 1:20 କିନ୍ତୁ ହେ ପ୍ରିୟ ମାନେ, ତୁମେ ମାନେ ଆପଣା ମାନଙ୍କ ଅତି ପବିତ୍ର ବିଶ୍ୱାସ ଉପରେ ଆପଣା ମାନଙ୍କର ଧର୍ମ ଜୀବନ ରୂପ ଗୃହ ନିର୍ମାଣ କର, ପବିତ୍ର ଆତ୍ମାରେ ପ୍ରାର୍ଥନା କର। ଆମେ କଣ କରିବାକୁ ପଡିବ? ଆତ୍ମାରେ ଆମମାନଙ୍କୁ ପ୍ରାର୍ଥନା କରିବାକୁ ପଡିବ। ଆମେ ଉପର ମନରେ ତରତର ହେଇକି ଆଉ ପରମ୍ପରା ହିସାବରେ ବା ଗୋଟେ ଲୋକ ଦେଖେଇବା ପାଇଁ ଆମେ କଣ କରିବାନି, ଆମେ ପ୍ରାର୍ଥନା କରିବାନି। ବରଂ 1 ମିନିଟ ପ୍ରାର୍ଥନା ହଉ, ଆମେ କଣ ଆତ୍ମାରେ ପ୍ରାର୍ଥନା କରିବା, ହୃଦୟ ସହ ମନ ଦେଇକି ଆମେ କଣ କରିବା, ଆମେ ପ୍ରାର୍ଥନା କରିବା। ଏହା ପରମେଶ୍ୱର ଚାହାନ୍ତି। ଆଉ କଣ ଖାଇଛେ? ତୁମେ ଆପଣ ଅତି ପବିତ୍ର ବିଶ୍ୱାସ ଉପରେ ଧର୍ମ ଜୀବନ ରୂପ ଗୃହ ନିର୍ମାଣ କର। ଧର୍ମ ଜୀବନ ରୂପ ଗୃହ ମାନେ ଉତ୍ତମ କର୍ମ ଆଉ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଆମେ ଯଦି କାର୍ଯ୍ୟ କରିକି ପ୍ରାର୍ଥନା କରିବା, ଆଉ ପରମେଶ୍ୱର ନିଶ୍ଚୟ କଣ କରିବେ, ଆମର ପ୍ରାର୍ଥନାକୁ ସେ ଶୁଣିବେ। ଆମ ପ୍ରାର୍ଥନା ଯଦି ସେ ଶୁଣିବେ, ଆମେ କଣ ହେଇପାରିବା? ମନ୍ଦରୁ ବା ପାପରୁ ଆମେ ରକ୍ଷା ହେଇପାରିବା। ଯୋହନ 17:15 ଯୋହନ 17:15 17:17 15 ତୁମ୍ଭେ ସେମାନଙ୍କୁ ଜଗତରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରୁନାହିଁ, କିନ୍ତୁ ସେମାନଙ୍କୁ ମନ୍ଦରୁ ରକ୍ଷା କର ବୋଲି ପ୍ରାର୍ଥନା କରୁଅଛି। ଏଇ ଦେଖ, ପରମେଶ୍ୱର ପ୍ରଭୁ ଯୀଶୁ ମଧ୍ୟ କଣ କରୁଛନ୍ତି? ମନ୍ଦରୁ ରକ୍ଷା ମାନେ ଯେମିତି ହେବେ, ସେଥିପାଇଁ ସେ କଣ କରୁଛନ୍ତି? ପ୍ରାର୍ଥନା କରୁଛନ୍ତି। ଆଜି ଆମେ ନିଜକୁ ମନ୍ଦରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରୁଛେ। ଆମେ ପ୍ରାର୍ଥନା କରିବା, ପ୍ରଭୁ ପରମେଶ୍ୱର ପିତା, ମୁଁ ଯେପରି ମନ୍ଦରୁ ରକ୍ଷା ପାଇପାରିବି, ମୁଁ ଯେମିତି ପରୀକ୍ଷାରୁ ରକ୍ଷା ପାଇପାରିବି, ପାପରୁ ଯେପରି ରକ୍ଷା ପାଇପାରିବି, ଏଇ ପ୍ରାର୍ଥନା ମଧ୍ୟ ଆପଣ ମାନେ ଦୈନନ୍ଦିନ ଜୀବନରେ ରଖନ୍ତୁ। ସକାଳୁ ସକାଳୁ ଯୋଉ ପ୍ରାର୍ଥନା କରୁଛନ୍ତି, ଦେଖିବେ ଦିନ ତମାମ ଯୋଉ ଭୁଲ ଆପଣଙ୍କ ଦ୍ୱାରା ହବାକୁ ଯାଉଛି, ବା ଯୋଉ ଭୁଲ ଆପଣଙ୍କ ସମ୍ମୁଖରେ ଆସୁଛି ବା ପାପ ଆସୁଛି, ଆପଣ ନିଶ୍ଚୟ ସେଥିରୁ କଣ ହେବେ? ରକ୍ଷା ପାଇପାରିବେ। ଯଦି ପଡିଗଲେ, ସାଙ୍ଗେ ସାଙ୍ଗେ ଆପଣଙ୍କ ହୃଦୟକୁ ଅନୁତାପର ସେଇ ଆଉ କାର୍ଯ୍ୟ ଆସିବ, ଭୁଲ କରିଦେଲି, ମୁଁ ପ୍ରଭୁ ପିତା କ୍ଷମା କର, ଭୁଲ କରିଦେଲି, ଏଇଟା ନିଶ୍ଚୟ ଆସିବ। ତେଣୁ ଯୋଉଟା ଯୋଉଟା ଆମର ଜୀବନକୁ ପାପରେ ପରିପୂର୍ଣ୍ଣ କରୁଛି, ଆମକୁ ଅଜ୍ଞାନ କରିଦଉଛି, ଆମେ ସେଇ ତାକୁ ବାହାର କରିବା ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ନିହାତି ଆବଶ୍ୟକ ଅଛି। ତାହେଲେ ଆମେ ଯାଇ ମନ୍ଦରୁ ରକ୍ଷା ପାଇପାରିବା। ଲାଷ୍ଟ ବିଷୟ ହେଲା, ଆମେ କଣ ହବା? ଈଶ୍ୱରଙ୍କ ଶରଣାଗତ ହବା। ଈଶ୍ୱରଙ୍କର ଶରଣାଗତ ହବା। ଆଜିକାଲିର ମନୁଷ୍ୟ ଆମେ ଯଦି ଦେଖୁଛେ, କଣ ଯଦି ଭୁଲରେ ପଡିଯାଆନ୍ତି ବା ପାପରେ ପଡିଯାଆନ୍ତି ବା କିଛି ଖରାପ କାର୍ଯ୍ୟ କରନ୍ତି, ସେମାନେ ପ୍ରଥମେ କଣ ହୁଅନ୍ତି? ମନୁଷ୍ୟର ଶରଣାଗତ ହୁଅନ୍ତି। ଆପ ହେଲେ ବୋଧେ ମୁଁ ଉଦ୍ଧାର ହେଇଯିବି, ତାପ ହେଲେ ବୋଧେ ମୋ ଭୁଲ ଟା କ୍ଷମା ହେଇଯିବ। ଆରେ ଏଇ ଜଗତ ପାଇଁ ନିଜର ସେ ଭୁଲ ଟା କ୍ଷମା ହେଇଯାଇପାରେ, ଯଦି MLA MP ମନ୍ତ୍ରୀ ନେତା କାର ଚିହ୍ନା ଖର୍ଚ୍ଚ ଥିବ। ଏଇ ଜଗତରୁ ତୁ ବର୍ତ୍ତି ଯାଇ ପାରୁ, କିନ୍ତୁ ଈଶ୍ୱରଙ୍କଠୁ କଣ ବର୍ତ୍ତିଯିବ? ବିଚାରରୁ କଣ ବର୍ତ୍ତିଯିବ? ଯୋଉଟା ମେନ୍ ଜାଗା, କୋଉଠୁ ଆମେ ସ୍ୱର୍ଗକୁ ଯିବା, ସେଠୁ କଣ ବର୍ତ୍ତିବ? ତେଣୁ ନିଜକୁ ଈଶ୍ୱରଙ୍କ ଶରଣାଗତ କରିବା ଗୋଟେ ଖ୍ରୀଷ୍ଟିଆନ ର କର୍ତ୍ତବ୍ୟ। ପ୍ରଥମ ସ୍ଥାନ ଆମେ ଈଶ୍ୱରଙ୍କୁ ଦେବା। କଣ ଭୁଲ କରିଦେଲି ମାନେ ସାଙ୍ଗେ ସାଙ୍ଗେ କଣ କରିବା? ଈଶ୍ୱରଙ୍କ ଶରଣାଗତ ହେଇଯିବା। ପିତା, ମୁଁ ଭୁଲ କରିଦେଲି, ଆଜି ମତେ କ୍ଷମା କରନ୍ତୁ। ପଢିବା ଆମେ 2 ଥେସଲୋନିକୀୟ 3:3 2 ଥେସଲୋନିକୀୟ 3:3 ଆମେ ପଢିବା, ଟିକେ 2-3 ପଢିବା। ପୁଣି ଯେପରି ଆମ୍ଭେମାନେ ଅବିବେଚକ ଓ ଦୁଷ୍ଟ ଲୋକଙ୍କ ଠାରୁ ଉଦ୍ଧାର ପାଇବୁ, କାରଣ ସମସ୍ତଙ୍କର ବିଶ୍ୱାସ ନାହିଁ, କିନ୍ତୁ ପ୍ରଭୁ ବିଶ୍ୱସ୍ତ, ସେ ତୁମ୍ଭମାନଙ୍କୁ ସ୍ଥିର କରି
ମନ୍ଦରୁ ରକ୍ଷା କରିବେ। ଦେଖନ୍ତୁ, ଯେତେବେଳେ ଆମେ ଅସୁବିଧାରେ ପଡୁ ଅନେକ ଲୋକଙ୍କ ପାଖକୁ, ଯୋଉମାନେ ଟିକେ ବଳଶାଳୀ, ଶକ୍ତିଶାଳୀ, ଧନୀଶାଳୀ ଲୋକମାନେ ଅଛନ୍ତି, ଆମେ ବେଳେ ବେଳେ ତାଙ୍କ ପାଖକୁ ଯାଇଥାଉ, କିନ୍ତୁ ସେମାନେ କୌଣସି ବାହାନା ହଉ ବା କୌଣସି କିଛି କାର୍ଯ୍ୟ ଦେଖେଇକି ବେଳେ ବେଳେ ଆମକୁ ସାହାଯ୍ୟ ମଧ୍ୟ କରିନଥାନ୍ତି। ଏହା ମୁଁ ମଧ୍ୟ ଆଉ ଅନୁଭବ କରିଛି ନିଜେ। କିନ୍ତୁ ଏଇ କଣ ଲେଖା ହେଇଛି, ପ୍ରଭୁ ବି ବିଶ୍ୱସ୍ତ। ଯଦି ଆମେ ପ୍ରକୃତରେ ଧାର୍ମିକ ଜୀବନ କାଟୁଛେ, ଈଶ୍ୱରଙ୍କର ଇଚ୍ଛା ଅନୁସାରେ ଜୀବନ କାଟୁଛେ, ତା ସତ୍ତ୍ୱେ ଆମେ କିଛି ଭୁଲରେ ବା କିଛି ପାପରେ ବା କିଛି ଅସୁବିଧାରେ ଆମେ ପଡି ଯାଇଛେ, ଆଉ ପ୍ରଭୁ ଆମକୁ ନିଶ୍ଚୟ କଣ କରିବେ, ମନ୍ଦରୁ ଆମେ କଣ କରିବେ, ରକ୍ଷା କରିବେ। ସେ ବିଶ୍ୱସ୍ତ, ମାନେ ସେ ସେଇଥିରେ ବିଶ୍ୱସ୍ତ, କାରଣ ତାଙ୍କ ଲୋକକୁ ସେ କେବେ ମଧ୍ୟ ପରିତ୍ୟାଗ କରିବେନି। ଗୀତ ସଂହିତା 34:22, ଗୀତ ସଂହିତା ଆଜ୍ଞା। ଗୀତ ସଂହିତା 34:22। ସଦାପ୍ରଭୁ ଆପଣା ଦାସଗଣର ପ୍ରାଣ ମୁକ୍ତ କରନ୍ତି, ପୁଣି ତାହାଙ୍କର ଶରଣାଗତ କେହି ଦୋଷୀକୃତ ହେବେ ନାହିଁ। ପୁଣି ତାହାଙ୍କର ଶରଣାଗତ କେହି ମଧ୍ୟ ଦୋଷୀକୃତ ହେବେ ନାହିଁ। ଯଦି ଆମେ ଆମର ସମ୍ପୂର୍ଣ୍ଣ କାର୍ଯ୍ୟକୁ, ସମ୍ପୂର୍ଣ୍ଣ ଜୀବନକୁ ଆମେ ଯଦି ଈଶ୍ୱରଙ୍କୁ ସମର୍ପଣ କରିଦଉଛେ, ବା ଯାହା ହେଲେ ପିତା ଆପଣଙ୍କ ଇଚ୍ଛା, ଯଦି ଆମେ ଶରଣାଗତ ହେଇ ଯାଉଛେ, ମାନେ ଆମେ କେହି ମଧ୍ୟ ଦୋଷୀକୃତ ହବା ନାହିଁ। ଯଦି କଣ ଭୁଲ କରୁଛେ, ଆମେ ସାଙ୍ଗେ ସାଙ୍ଗେ ଅନୁତାପ କରୁଛେ, ପିତା ମୁଁ କରିଦେଇଛି, ମତେ କ୍ଷମା କରନ୍ତୁ, ସାଙ୍ଗେ ସାଙ୍ଗେ ଆମେ କଣ ହେଇଯିବା, ଦୋଷୀକୃତ ମାନେ ଆଉ ଦୋଷୀ ହବାନି। ଯୋଉମାନେ ତାଙ୍କର ଶରଣାଗତ, ସେମାନେ ଦୋଷୀକୃତ ହେବେ ନାହିଁ। ବର୍ତ୍ତମାନ ମଧ୍ୟ ସମୟ ଅଛି, ଯୋଉମାନେ ଆମେ ମନ୍ଦରେ ପଡିଛେ, ପାପରେ ପଡିଛେ, ଆମେ କଣ ହେଇପାରିବା, ଉଦ୍ଧାର ହେଇପାରିବା। ଅନେକ ଲୋକମାନେ ଭାବନ୍ତି କି ଥରେ ପାପ କଲା ପରେ ଆଉ ମୁଁ ଫେରି ପାରିବିନି, ଫେରିକି ଆଉ ଲାଭ ନାହିଁ, ଆଉ ମୁଁ ଯୋଉ ପାପ କରୁଛି ସେ ପାପର ଆଉ କ୍ଷମା ନାହିଁ, ଏହା ମାନେ ଭାବି କଣ କରନ୍ତି, ସେମାନେ ଈଶ୍ୱର ପାଖକୁ ଫେରନ୍ତିନି। କିନ୍ତୁ ମନ୍ଦରୁ ରକ୍ଷା ପାଇବା ପାଇଁ ପରମେଶ୍ୱର ଆମମାନଙ୍କୁ ବହୁତ ଗୁଡିଏ କଣ ହେଇଛନ୍ତି, ବାଟ ମଧ୍ୟ ଦେଖେଇଛନ୍ତି। ମନୁଷ୍ୟ ମାନେ ଭୁଲରେ ପଡିବ, ପାପରେ ପଡିବ, କିନ୍ତୁ ଆମେ ଯେପରି ସେଠୁ ଉଦ୍ଧାରିବା, ସେଠୁ ବାହାରିବା, ସେଥିପାଇଁ ସେ ଅନେକ ଗୁଡିଏ ବାଟ ମଧ୍ୟ ପ୍ରସ୍ତୁତ କରି ରଖିଅଛନ୍ତି। ଆଉ ଆମେ ଯଦି ହୃଦୟର ସହ ଫେରିବାକୁ ଚାହୁଁଛୁ, ବା ମନ୍ଦିର ରକ୍ଷା ପାଇବାକୁ ଚାହୁଁଛୁ, ଏସବୁ ବିଷୟ ଯଦି ଆମ ଜୀବନରେ ଆମେ ଲାଗୁ କରିବା, ଆମେ କରିବା, ଆମେ ନିଶ୍ଚୟ ମନ୍ଦିର ଆମେ ରକ୍ଷା ପାଇପାରିବା। ଏଇଟା ପ୍ରକୃତ ସେଇ ଲୋକମାନଙ୍କ ପାଇଁ ଯୋଉମାନେ ଆକ୍ଚୁଆଲି ପବିତ୍ର ଜୀବନ କାଟିବାକୁ ଚାହାନ୍ତି, ପାପ ନ କରିବାକୁ ଚାହାନ୍ତି, ଈଶ୍ୱରଙ୍କ ଠାରେ ଜୀବନ କାଟିବାକୁ ଚାହାନ୍ତି, ଏଇଟା ହଉଛି ସେମାନଙ୍କ ପାଇଁ। ତ ପରମେଶ୍ୱରଙ୍କୁ ଧନ୍ୟବାଦ କି ସେ ଆମମାନଙ୍କୁ, ଯୋଉମାନେ ତାଙ୍କର ବାକ୍ୟ ଅନୁସାରେ ଜୀବନ କାଟିବାକୁ ଚାହାନ୍ତି, ତାଙ୍କ ଅନୁସାରେ ବାଟ ଚାଲିବାକୁ ଚାହାନ୍ତି, ପାପ ନ କରିବାକୁ ଚାହାନ୍ତି, ପରୀକ୍ଷାରେ ନ ପଡିବାକୁ ଚାହାନ୍ତି, ସେମାନେ କେମିତି ପାପରୁ, ମନ୍ଦରୁ ରକ୍ଷା ପାଇବେ, ସେ ତା ପାଇଁ ଏଇ 4ଟି ବିଷୟ ମୁଁ ଆଜି ବାକ୍ୟରୁ ମୁଁ କହିଲି। ଆଶା କରେ ଆପଣ ସମସ୍ତେ ବୁଝିଥିବେ। ତ ସମସ୍ତଙ୍କୁ ପୁଣି ଥରେ ଧନ୍ୟବାଦ। ବର୍ତ୍ତମାନ ସମୟ ସୁମିତ ଭାଇଙ୍କୁ। धन्यवाद। सबसे पहले परमेश्वर को धन्यवाद, और हम लोग रिंटू भाई को भी बहुत धन्यवाद देते हैं। उन्होंने आज हमें और एक चीज़ हमें सिखाया, खास करके इस संसार में हम लोग रहते हैं, और संसार का जो राजा है वो शैतान है। शैतान को सब कुछ अधिकार दिया गया है, और इसी वजह से बुराई भी बहुत ज़्यादा है। चारों तरफ बुराई है, खराब है, पाप है, और एक तरह से हम लोग पाप के सागर में
या पाप के दुनिया में ही हम हैं, पर परमेश्वर हमें अपना सुरक्षा में हमें रखा है और कुछ हमें नियम दिया गया है कि हम कैसे अपने आप को बचा सकते हैं, कैसे हम बुराई से हम दूर रह सकते हैं, कैसे हम बुराई से लड़ाई कर सकते हैं, कैसे हम अपने आप को अच्छा बना के रख सकते हैं। उसका बहुत सारा हमें नियम, बहुत सारा हमें उपाय हमें दिया गया है। आज उन्हीं उपाय में से आज हम लोग का रिंटू भाई ने बहुत कुछ बताया है कि हम कैसे बुरे चीज़ों से हम बच सकते हैं। हमें प्रार्थना करना है। हमें किसके लिए प्रार्थना करना है? खास करके आत्मिक विषय के लिए। जागतिक विषय हमें देते हैं, परमेश्वर बिना मांगे भी हमें देंगे, क्योंकि लिखा गया है ना कि आप मांगने से पहले ही हमको सब कुछ दिया जाएगा, जानते हैं सब कुछ। तो हमें खास करके हमें आत्मिक विषय के बारे में हमें प्रार्थना करना है। और जैसे उदाहरण हमें दिया सोलोमन के बारे में कि कैसे उन्होंने परमेश्वर की लोगों को चलाने के लिए उन्होंने कुछ नहीं मांगे, केवल ज्ञान ही मांगे, ताकि वो ज्ञान के द्वारा से अच्छा क्या है, बुरा क्या है, इन दोनों को परख करके उससे ही विचार कर सके। इसी वजह से उन्होंने ज्ञान को मांगे। आज हम सब भी क्या करते हैं, कभी कभी अच्छे क्या है बुरा क्या है हम इतना जान नहीं पाते, हम फैसला नहीं कर पाते हैं, हमें मौका भी नहीं मिलते। पर अगर हम परमेश्वर से अगर ज्ञान मांगेंगे तो इन दोनों के बीच में हम एक को चुन के हम सही निर्णय हम ले सकेंगे। तो उसके लिए हमें क्या करना होगा? हमें प्रभु का वचन को सुनना पड़ेगा, प्रार्थना करना पड़ेगा, प्रार्थना में मांगना पड़ेगा। और सबसे बड़ा बात है कि हमें परमेश्वर में हमें भरोसा रखना पड़ेगा, उनके शरण में हमें आना पड़ेगा। तब जाके हमें परमेश्वर क्या करेंगे? सुरक्षित हमें रखेंगे। जैसे कि लास्ट में उन्होंने बताया ना रिंटू भाई ने कि अगर हम परमेश्वर की शरणगत में अगर हम आते हैं, शरण में आते हैं, उनके पास आते हैं, तो हमें कोई भी दंड हमें नहीं मिलेगा। बहुत अच्छा बात है और हम सब इसको याद करेंगे और कोशिश करेंगे कि हम सब लोग जो जो कहा गया है, छोटा छोटा बात जो कहा गया है, उन सारे बातों को हम याद रखेंगे और चलने के लिए कोशिश करेंगे। जैसे प्रार्थना के बारे में बताया कि हर समय में प्रार्थना करिए, कोशिश करिए कि हम आत्मिक से प्रार्थना करें, केवल परंपरा नहीं या दिखावा करने के लिए नहीं। एक परंपरा नहीं बनाना है, मन से करो, दिल से करो और सच में श्रद्धा से करो, तो परमेश्वर हम लोग प्रार्थना को भी सुनेंगे और प्रभु का वचन में हम चलेंगे, सही से चलेंगे तो हमें परमेश्वर भी बचाएंगे। ठीक है, तो बहुत अच्छा बात है जो हमें सिखाया है, क्योंकि इन्हीं की वजह से बहुत सारे लोग पाप में गिरते जा रहे, पाप में डूबते जा रहे और परमेश्वर से दूर होते जा रहे। पर अगर हम परमेश्वर की बताया हुआ नियम को अगर हम पालन करेंगे तो हम पापों से उद्धार हो सकते हैं, पाप से हम बच सकते हैं। ठीक है, बहुत धन्यवाद देते हैं।